ସାପ କିଛି ଆସିବେନି, ତେଣୁକରି ସାଇଡ଼୍ରେ ଏଇଟା ରୋପଣ କରାଯାଇଛି। ଜୟ ଜଗନ୍ନାଥ। ଆଉ ଏକ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ବର୍ତ୍ତମାନ ଆମ ପୋଖରୀ ପାଖର ଯେଉଁ ଆମ୍ବ ଗଛ ଯାକ ରୋପଣ କରାଯାଇଛି, ସେ ଆମ୍ବ ଗଛରେ ଏ ବର୍ଷ ଆମ୍ବ ବଉଳ ବହୁତ ଭଲ ଭାବରେ ଆସିଛି। ଦେଖନ୍ତୁ, ଆମ୍ବ ବଉଳ ବହୁତ ବଢ଼ିଆ। ଏ ବର୍ଷ ହିଁ ଆମ୍ବ ବଉଳଟେ ହେଇଛି। ଏଇଟା ଆମ୍ବ ଗଛ ଲଗାଇକି 4 ବର୍ଷ ହେଇଗଲା। ଏ ବର୍ଷ ପ୍ରଚୁର ଆକାରରେ ଆମ୍ବ ବଉଳ ଆସିଛି। ମୁଁ ଆଶା କରୁଛି ଏ ବର୍ଷ ବହୁତ ଭଲ ଭାବେ ଫଳିବ। ପ୍ରତ୍ୟେକ ଆମ୍ବ ଗଛରେ ଏଠି ବର୍ତ୍ତମାନ ଏଇ ପୋଖରୀ ପାଖରେ 24ଟା ଆମ୍ବ ଗଛ ଅଛି। 24ଟାରୁ ପ୍ରାୟ ହାଫ୍ 10ଟାରୁ 12ଟା ଆମ୍ବ ଗଛରେ ବଉଳ ଆସିଛି। ଦେଖନ୍ତୁ, ଏ ବଉଳ ଧରିଲାଣି, ବହୁତ ଭଲ ଭାବେ ବଉଳ ଧରିଛି। ଗଛ ଟିକେ ବଡ଼ ହେବାରୁ ଏ ବଉଳ ଟିକେ ଫଳ ଆସିଛି। ଡାଳିମ୍ବ ଗଛ ଦେଖନ୍ତୁ ଫଳି ନାହିଁ, ଲଗେଇକି ଏଇଟା 3 ବର୍ଷ ହେଲା। ଏଠାରେ ମଧ୍ୟ ବଉଳ ଆରମ୍ଭ ହୋଇଛି। ମୋ ଦ୍ୱାରା ଛିଞ୍ଚା ହେଉଛି ପାଣି, ପ୍ରତ୍ୟେକ ଦିନ ଛିଞ୍ଚୁଛି ମୁଁ। ସବୁ ଯାକ ଉପରେ ଛିଞ୍ଚିଲେ ତଳେ ପଡ଼ିବ, ସବୁ ବଉଳରେ ଯାଏ ଝଡ଼ିବ ପାଣି। ପାଣି ଝରୁଛି, ଉପରେ ଛିଞ୍ଚିଲେ ତଳେ ଆସିକି ଝରୁଛି, ତାପରେ ସେ ବଉଳରେ ପଡ଼ିବ ପାଣି। ବହୁତ ବଢ଼ିଆ ହେଇଛି। ପ୍ରଚୁର ଆକାରରେ ବଉଳ ଧରିଛି। ଏ ବର୍ଷ ଭଲ ଧରିଛି। ଏ ବର୍ଷ ବହୁତ ବଢ଼ିଆ ହେଇଛି। ଗତ ବର୍ଷ ଟିକେ କମ୍ ହେଇଥିଲା, କିନ୍ତୁ ଏ ବର୍ଷ ଟିକେ ଗଛ ପାକଳ ହେବାରୁ ବଢ଼ିବାରୁ ପ୍ରଚୁର ଆକାରରେ ବଉଳ ଧରୁଛି। ସବୁ ଗଛରେ ଛିଞ୍ଚିଲେ ସବୁ ଝଡ଼ିବାର ସମ୍ଭାବନା ନାହିଁ। ସେଥିପାଇଁ ତାକୁ ଥଣ୍ଡା ପାଇଁ ବୋଲି ପାଣି ଛିଞ୍ଚନ କରାହେଉଛି। ହେବନି, ସନ୍ଧ୍ୟା ଟାଇମ୍ରେ ଛିଞ୍ଚା ହେଉଛି। ଏଠି ବି ବଉଳ ଭଲ ହେଇଛି। ଏ ଥରେ କରାହେଇଥିଲା, ଆଉ ଥରେ ସ୍ପ୍ରେ କରାହେବ। ଆଉ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଆପଣମାନେ ମୋତେ ସପୋର୍ଟ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ନିଶ୍ଚୟ ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ। ତେଣୁ
ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।